ବସନ୍ତର ଆଗମନୀ ବାର୍ତ୍ତା ଦିଏ ବସନ୍ତ ପଞ୍ଚମୀ। ମାଘ ମାସର ଥିରି ଥିରି ଜାଡ଼ ସାଙ୍ଗକୁ ବଉଳର ବାସ୍ନାରେ ମହକୁଥିବା ଧରା ବାସ୍ନାସିକ୍ତ ହେବା ସହିତ ଏହି ମାଘର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା ବାଗ୍ଦେବୀ, ବୀଣାପାଣି ତଥା ମା ସରସ୍ୱତୀଙ୍କର ପୂଜା। ବିଦ୍ୟା ପ୍ରାପ୍ତି ନିମନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ ହଂସବାହିନୀ ମା ବୀଣାପାଣିଙ୍କୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀମାନେ ମହା ଆନନ୍ଦ ସହକାରେ ପୂଜା କରନ୍ତି। ଏଥି ନିମନ୍ତେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ପୂଜା ମଣ୍ଡପକୁ ଶିକ୍ଷାର୍ଥୀମାନେ ଅତି ସୁନ୍ଦର ଭାବରେ ସଜାଇଥାନ୍ତି। ଛାତ୍ରଛାତ୍ରୀମାନେ ଖାତା, ପେନ୍, ଖଡ଼ି, ପେନସିଲ ଆଦିକୁ ବିଦ୍ୟାଦାତ୍ରୀଙ୍କୁ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଋତୁରାଜ ବସନ୍ତର ଆଗମନୀ। ମାଘ ମାସ ଶୁକ୍ଳ ପଞ୍ଚମୀ ଶ୍ରୀପଞ୍ଚମୀ ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ ଗୁପ୍ତ ନବରାତ୍ର ପୂଜା। ଏହି ଗୁପ୍ତ ନବରାତ୍ରରେ ଦୈବୀ ଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବ ଥାଏ। ମା ଯୋଗମାୟା ଆଦ୍ୟାଶକ୍ତିଙ୍କର କଣ୍ଠରୁ ସରସ୍ୱତୀ ସମ୍ଭୂତା ହୋଇଥାନ୍ତି। ମା ସରସ୍ୱତୀ, ମା ଲକ୍ଷ୍ମୀ, ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କ ରୂପରେ ଗୁପ୍ତ ନବରାତ୍ର ବା ବାସନ୍ତୀ ଦୁର୍ଗା ନାମରେ ଦେବୀ ପୀଠରେ ପୂଜା ପାଇଥାନ୍ତି। ଫୁଲୁରି ଉତ୍ସବ। ପୂର୍ବ କାଳରେ ରାଜା ମହାରାଜାମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ। ଫୁଲରେ ରାଜଉଆସ ସଜା ହେଉଥିଲା। ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ। ପ୍ରଜାମାନେ ଆସି ରାଜଉଆସରେ ଭୋଜନ କରୁଥିଲେ। ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହିତ ରାସ ଉତ୍ସବ ପାଳନ କରନ୍ତି। ପ୍ରେମ ଦିବସ। ବସନ୍ତ ପଞ୍ଚମୀକୁ କିଛି ସ୍ଥାନରେ ପ୍ରେମ ଦିବସ ରୂପେ ମାନିଥାନ୍ତି। ଏଥିପାଇଁ ପ୍ରେମୀ ଯୁଗଳ କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ସଜାଇ ଦାମ୍ପତ୍ୟ ସୁଖ ପାଇଁ ପ୍ରାର୍ଥନା କରିଥାନ୍ତି। ଶୁଭ କାର୍ଯ୍ୟ ଆରମ୍ଭ। ଏହି ଦିନଠାରୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ବିବାହ, ବ୍ରତ, ଘର ପ୍ରତିଷ୍ଠା ଆଦି କାର୍ଯ୍ୟ ଏହି ଦିବସରେ ହିଁ ଆରମ୍ଭ ହୋଇଥାଏ।